ମାରିଲା ଆୟୁଷ୍ମାନ ଭାରତ। ରାଜ୍ୟ ସରକାର ଘୋଷଣା କରିଥିଲେ ଯେ ଏପ୍ରିଲ 1ରେ ଆୟୁଷ୍ମାନ ଭାରତ ଲାଗୁ ହେବ। ହେଲେ କାହିଁକି ଫେଲ୍ ମାରିଲା ଆୟୁଷ୍ମାନ ଭାରତ? କେଉଁଠି ରହିଲା ଅସୁବିଧା? ଚାଲନ୍ତୁ ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ଆପଣମାନଙ୍କୁ ମୋର ଅନୁରୋଧ, ଦୟାକରି ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଏବେ ଆରମ୍ଭ କରିବା। ଫେଲ୍ ମାରିଲା ଆୟୁଷ୍ମାନ ଭାରତ। ବିଜେପି ସରକାରର ଆଉ ଏକ ପ୍ରତିଶ୍ରୁତି ପାଣିର ଗାର। ଏପ୍ରିଲ 1ରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର, କିନ୍ତୁ ପ୍ରତିଶ୍ରୁତି ପାଲଟିଲା ପାଣିର ଗାର। ରାଜ୍ୟ ବାହାରେ ଉନ୍ନତ ଚିକିତ୍ସା ପାଇଁ ଆୟୁଷ୍ମାନ ଯୋଜନା ଫଳପ୍ରଦ ହୋଇଥାନ୍ତା ବୋଲି କହିଥିଲେ ସରକାର। କ୍ଷମତାକୁ ଆସିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା BSKYର ନାମ ବଦଳାଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରିଥିଲେ। ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ସମ୍ମିଶ୍ରଣରେ ନୂଆ କାର୍ଡ ହିତାଧିକାରୀଙ୍କୁ ଦିଆଯିବା କଥା। ହେଲେ ଗୋଟିଏ ଆସ୍ୟୁର୍ଡ ସ୍କିମ୍ ଓ ଅନ୍ୟଟି ଇନ୍ସ୍ୟୁର୍ଡ ସ୍କିମ୍ ହୋଇଥିବାରୁ କନଭର୍ଜେନ୍ସରେ ବୈଷୟିକ ସମସ୍ୟା ଦେଖାଯାଇଛି। 15 ଦିନ ମଧ୍ୟରେ ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। କାହିଁକି ଫେଲ୍ ମାରିଲା ଡେଡଲାଇନ୍? କେଉଁଠି ରହିଲା ଅସୁବିଧା? ନବୀନ ସରକାର ଅମଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲ ଖୁଣ୍ଟ ଭାବେ ପରିଚିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ 10 ଲକ୍ଷ ଏବଂ ପୁରୁଷଙ୍କ ପାଇଁ 5 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା ଥିଲା। ବିଜେପି ସରକାର ଏହାର ନାମ ପରିବର୍ତ୍ତନ କରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କରାଗଲା ପରେ ବି ବ୍ୟବସ୍ଥା ସମାନ ଥିଲା। ଏହା ସହ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ସମ୍ମିଶ୍ରଣ କରି ରାଜ୍ୟରେ ଲାଗୁ କରିବା ପାଇଁ ନିଷ୍ପତ୍ତି ହେଲା। ଏପ୍ରିଲ 1ରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ମାର୍ଚ୍ଚ 12 ତାରିଖରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ହେଲେ ତାହା ହୋଇପାରିଲା ନାହିଁ। ଉଭୟ ଯୋଜନାରୁ ଗୋଟେ ଇନ୍ସ୍ୟୁର୍ଡ ହୋଇଥିବା ବେଳେ ଆଉ ଗୋଟେ ଆସ୍ୟୁର୍ଡ। ଉଭୟ ଯୋଜନାରେ ହିତାଧିକାରୀଙ୍କ ପାଇଁ ଅଲଗା ଅଲଗା ଗାଇଡଲାଇନ୍ ଥିବାରୁ ଏହାକୁ ଗୋଟେ ପ୍ଲାଟଫର୍ମକୁ ଆଣିବା ପାଇଁ ବୈଷୟିକ ସମସ୍ୟା ଥିବାରୁ ବିଳମ୍ବ ହେଉଥିବା ଜଣାପଡ଼ିଛି। ଆୟୁଷ୍ମାନ ଭାରତ ଯୋଜନାରେ ଡେଡଲାଇନ୍ ଫେଲ୍ ମାରିଥିବା ବେଳେ ରାଜ୍ୟର ନୂଆ ମଦ ନୀତି ପାଇଁ ବି ଏପ୍ରିଲ 1ରୁ ଦିନ ଧାର୍ଯ୍ୟ ହୋଇଥିଲା, ତାହା ବି ଫେଲ୍ ମାରିଛି। ଏପଟେ ଓଡ଼ିଶା ଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି ନୂତନ ପେନ୍ସନଭୁକ୍ତ ସରକାରୀ କର୍ମଚାରୀ। ପୁରୁଣା ପେନ୍ସନ ଦାବିରେ ଲକ୍ଷ ଲକ୍ଷ କର୍ମଚାରୀ ସୋସିଆଲ ମିଡ଼ିଆରେ ଓଡ଼ିଶା ଦିବସକୁ କଳା ଦିବସ ଭାବେ ଅଭିହିତ କରିଛନ୍ତି। ନ୍ୟାସନାଲ ପେନ୍ସନ ସିଷ୍ଟମ ନୁହେଁ କି କେନ୍ଦ୍ର ଦ୍ୱାରା ଲଦି ଦିଆଯାଇଥିବା ୟୁନିଭର୍ସାଲ ପେନ୍ସନ ସିଷ୍ଟମ ନୁହେଁ, କେବଳ ପୁରୁଣା ପେନ୍ସନ ସିଷ୍ଟମ ଦରକାର ବୋଲି ଦାବି କରିଛନ୍ତି ସରକାରୀ କର୍ମଚାରୀ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହୋଇଛନ୍ତି ରାଜ୍ୟର 1 କୋଟି ପରିବାର। ଏଥିପାଇଁ 6,249 କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି ସରକାର। ହେଲେ ଆୟୁଷ୍ମାନ ଯୋଜନା ଓଡ଼ିଶାରେ ଲାଗୁ ହେଲେ ଦେଶର 29,000 ଘରୋଇ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ ବୋଲି ଆକଳନ କରାଯାଇଛି। ଏବେ ଆପଣମାନେ ବୁଝି ଯାଇଥିବେ ଆୟୁଷ୍ମାନ ଭାରତ କାହିଁକି ଫେଲ୍ ମାରିଲା ଆଉ କେଉଁଠି ରହିଲା ଅସୁବିଧା। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି, ଭିଡ଼ିଓଟିକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ଦୟାକରି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।